ଜୟ ଜଗନ୍ନାଥ। ଗୋଟିଏ ସୁନ୍ଦର ଉଦାହରଣ ଦେଉଛି। କଥା ପ୍ରସଙ୍ଗରେ ଆମେ ବହୁତ ସହଜରେ କହିଦେଇଥାଉ ମିଛ ମା ସଂସାର କେହି ନୁହେଁ କାହାର। ଏହା ବି ସମସ୍ତେ କହନ୍ତି, ମୁଁ ବି କହେ। ତା ଭିତରେ ଗୋଟିଏ ଜିନିଷକୁ ଆମେ ଅନେକ ତର୍ଜମା କରି ବାହାର କରିଥାଉ। ମିଛ ମା ସଂସାର କେହି ନୁହେଁ କାହାର। ଦେଖିବାକୁ ଗଲେ ଆମେ ପରସ୍ପର ମିଳିମିଶି ରହିଥାଉ। ଏହା ନିରାଟ ସତ୍ୟ। କାରଣ ଆମେ ଯେତେବେଳେ ଆମର ହେଉଛି ସାଥୀ କିଏ? ଆମ ସାଥୀ ହେଉଛନ୍ତି ଆମ ଶରୀର। କିନ୍ତୁ ଆମର ଶେଷ ସାଥୀଟି ହେଉଛି ଆମ ଶରୀର। ଯେତେବେଳେ ଆମେ କହୁଛୁ ତାହା ସହିତ ଭଗବାନ ଆମକୁ ଗୋଟିଏ ପବିତ୍ର ବନ୍ଧନରେ ଗୋଟିଏ ସାଥୀ ବାନ୍ଧିଥାନ୍ତି, ଯାହା ସେଥିରେ ଆମେ ସୁଖ ଦୁଃଖ ହସ ଖୁସି ସବୁ ସେୟାର କରିଥାଉ। ସେ ବି ଆମର ସାଥୀ। ଆମର ଶେଷ ଠିକଣା ହେଉଛି ଆମ ନିଶ୍ୱାସ। କାରଣ ଆମେ ଯେପର୍ଯ୍ୟନ୍ତ ନିଶ୍ୱାସ ନେଉଥିବୁ ସେ ପର୍ଯ୍ୟନ୍ତ ଆମେ ବଞ୍ଚିଥିବୁ। ହସ ଖୁସି କଥାବାର୍ତ୍ତା ମସ୍ତି କରୁଥିବୁ। କିନ୍ତୁ ଆମ ନିଶ୍ୱାସ ବନ୍ଦ ହୋଇଗଲା ପରେ ବାସ୍ ଆମେ ଗୋଟେ ଶବ ସହିତ ସମାନ। ମାଟିରେ ମିଶିଯାଉ। ମାଟି ଶବ ଅନେକ ତର୍ଜମାରେ ଆମେ ସମାନ ହୋଇଯାଇଥାଉ। ସେମିତି ପ୍ରଶ୍ୱାସ, ଆମେ ବାହାରର ପବନ ଦ୍ୱାରା ବି ଆମ ଆତ୍ମା ଶାନ୍ତି ଲାଗିଥାଏ। ଯେମିତି ଖରା ଦେଖନ୍ତୁ ନା, ଖରା ଦିନକୁ ଆମେ ନିନ୍ଦା ଦେଇଥାଉ। ମଣିଷ ଭିତରେ କେତେ ପ୍ରଭେଦ ରହୁଛି, କେତେ ଠିକ୍ ଚିନ୍ତାଧାରା, କେତେ ଭୁଲ ଚିନ୍ତାଧାରା ରହୁଛି, କେତେ ଅନେକ ତର୍ଜମା ମଧ୍ୟ ରହୁଛି। ଖରା ହେଲେ ଆମେ କହିଥାଉ କାହିଁକି ଖରାଟା ହେଉଛି, ଛଟପଟ କରୁଛି, ଭାରି କଷ୍ଟ ଲାଗୁଛି। ସେଥିପାଇଁ ଆମେ ଗଛର ଛାଇଟାକୁ ଖୋଜିଥାଉ। ଗଛ ଛାଇକି ଯାଉ ଟିକେ ଶାନ୍ତି ପାଇବା ପାଇଁ। ଠିକ୍ ସେମିତି ବର୍ଷା ହେଲେ ବି ଆମେ ବର୍ଷାକୁ ବି ନିନ୍ଦିଥାଉ। କାହିଁ ବର୍ଷା ହେଉଛି, କିଛି ଫସଲ ସବୁ ନଷ୍ଟ ହୋଇଯାଉଛି, ବହୁତ ଚଳିବାକୁ ଅସୁବିଧା ହେଉଛି। ବର୍ଷାକୁ ବି ନିନ୍ଦିଥାଉ। କିନ୍ତୁ ସେଇ ବର୍ଷା ଆମ ଜୀବନ ରଖିଥାଏ। ସେଇ ବର୍ଷା ପାଣି ଦ୍ୱାରା ଆମେ ଶସ୍ୟ ଉପାଦାନ କରିଥାଉ। ଆମ ଶରୀରର ଆମ ଆତ୍ମାକୁ ଶାନ୍ତି କରି ପେଟକୁ ମୁଠା ଖାଇଥାଉ। ସେଇ ବର୍ଷା ଯଦି ବନ୍ଦ ହୋଇଯିବ ନା, ବସୁମତା ମରୁଭୂମି ପାଲଟିଯିବ। ତାଦ୍ୱାରା ମରୁଭୂମି ପାଲଟିଗଲେ ଶସ୍ୟ କିଛି ଉପାଦାନ ହେବ ନାହିଁ। ବର୍ଷା ନହେଲେ ଆମେ ବି କିଛି ଖାଇପାରିବା ନାହିଁ। ନ ଖାଇଲେ କ'ଣ ଆମେ ବଞ୍ଚିପାରିବା କି? କେହି ବି ବଞ୍ଚିପାରିବା ନାହିଁ। ବର୍ଷାକୁ ସେମିତି ନିନ୍ଦା ଦେଇଥାଉ। ପୁଣି ସମୟ ଅନୁସାରେ ବର୍ଷାକୁ ଆମେ ଖୁସିରେ ଶାନ୍ତି ମନରେ ଖୋଜିଥାଉ। ଏଇ ଜିନିଷକୁ ଲକ୍ଷ୍ୟ କଲେ ଆମର ବଞ୍ଚି ଜୀବନ ଥିବା ପର୍ଯ୍ୟନ୍ତ ଆମେ ଲୋଭ କରିଥାଉ ଗୋଟେ ଜିନିଷକୁ। ଏଇଟାକୁ ଭାବିବାକୁ ଚେଷ୍ଟା କରନ୍ତୁ। ଜୀବ ଅଛି ବୋଲି ଲୋଭ କରୁଛ, ଜୀବ ଚାଲିଗଲେ କ'ଣ କିଛି ନେବ କି? କିଛି ନେବ ନାହିଁ। ଆଙ୍ଗୁଳେ 6 ଖଣ୍ଡ କାଠ ତ ନେବ, ସେ 6 ଖଣ୍ଡ କାଠ ବି ଆପଣଙ୍କର ଜଳି ପୋଡ଼ି ପାଉଁଶ ହେବ। ଆପଣଙ୍କର ଏଇ ସୁନ୍ଦର ଶରୀରଟା ବି ଜଳି ପୋଡ଼ି ପାଉଁଶ ହେବ। ଆପଣ ଯେତେ ମଧୁର ବଚନ କହିଲେ ସେଠି ପୋଡ଼ିକି ପାଉଁଶ ହେବ। ଯେତେ କର୍କଶ ବଚନ, ରାଗ, ଅଭିମାନ, ନିନ୍ଦନୀୟ ବଚନ ଯାହା ବି କୁହନ୍ତୁ, ସବୁ ସେଇଠି ପାଉଁଶ ହେବ ପୋଡ଼ି ଜଳି। ସେଇ 6 ଖଣ୍ଡ କାଠରେ ମଶାଣିରେ ପୋଡ଼ି ଜଳି ପାଉଁଶ ହେବ। ଆମ ଶେଷ ଠିକଣାଟା, ଆମର ଶେଷ ଘର ହେଉଛି ସେଇ ମଶାଣି ଭୂଇଁ। ଜୁଇରେ ଆମେ ପୋଡ଼ି ଜଳି ପାଉଁଶ ହେଉ। ସେହି ହିଁ ଆମର ଶେଷ ଠିକଣା। ଏହା ଆମେ ସବୁ ଜାଣୁ। ଅନେକ ଭାବରେ ସବୁ ଜିନିଷକୁ ଭୁଲ ଭାବିଥାଉ। ପୁଣି ସବୁ ଜିନିଷକୁ ତର୍ଜମା କଲେ ସବୁ ଜିନିଷ ବି ଠିକ୍ ହୋଇଯାଏ। ଏହା ନିରାଟ ସତ୍ୟ। କିନ୍ତୁ ମୁଁ ଅନେକ ତ କିଛି କହୁନାହିଁ। ମୋ ରାଧାକୃଷ୍ଣଙ୍କ ଭାବରେ, ମୋ ଜଗନ୍ନାଥଙ୍କ ଭାବରେ ଯାହା ଅଳ୍ପ କିଛି କହୁଛି ଆପଣଙ୍କୁ। ଯଦି ମୋ କଥା ମାଧ୍ୟମରେ କିଛି ଭୁଲ ଥାଏ ତାହେଲେ ମୋତେ କ୍ଷମା କରିବ। ରହୁଛି। ଜୟ ଜଗନ୍ନାଥ।